देखंतु आमार भारत वर्ष देवभूमि यही देवभूमि रे प्रथमे त्रिशक्ति जन्म है जते बेले ए संसार प्रलय थिला सेति बेले आदि अनादिकर मिलन आदि अनादिकर जो मिलन हला ए मिलन में तीन जन जन्म जने ब्रह्मा जने विष्णु जने शिव आए तीन जन जन्म हेले सत्य रज तम विष्णुकर रजगुण सृष्टि है भागवत जहाँ 18,000 श्लोक शिवंकर तमगुण सृष्टि है रामायण जहाँ 24,000 श्लोक ब्रह्मांकर रजगुण सृष्टि है महाभारत जो 1,00,000 श्लोक भारत को आपण माने पुराण कहते भारत हूँ महाग्रंथ भारत पंचम वेद रामायण को आपण माने पुराण कहते चतुर्विंशति संहिता से हूँ काव्य संहिता भागवत भी पुराण महापुराण प्रथमे सृष्टि होती रामायण देखिए श्रीमद शब्द तीनोटी ग्रंथ अच्छी श्रीमद शब्द प्रथमे रामायण अच्छी रामायण प्रथम अध्याय सब अध्याय शेष लिखा श्रीमद बाल्मीकि द्वितीय श्रीमद शब्द आसी भागवत भागवत सब अध्याय शेष लिखा श्रीमद भागवत आसी महाभारत महाभारत कौन ना भगवत गीता भगवत गीता श्रीमद शब्द अच्छी रामायण अच्छी महाभारत अच्छी भागवत आउ भारत वर्ष में अनेक पुराण अच्छी गोटे पुराण हूँ देवी भागवत जो श्रीमद शब्द अष्टादश पुराण केवल भागवत श्रीमद शब्द अच्छी अन्य कौन आम भाई खाली प्रश्न पचार कहले पुल कुटुंब बुला न कहले पुल भासी जाऊ देवव्रत ना कहीं भीष्म तीनोटी कथा काली कही आज आम भाई टी कहे श्रीमद शब्द अष्टादश पुराण भागवत अच्छी महाभारत भगवत गीतार अच्छी रामायण अच्छी देवी भागवत अच्छी आउ को पुराण अच्छी आपण माने जानती वेंकटेश को देखा वेंकटेश तिरुपति ना तिरुपति नुहेबा ना त्रिपति त्रिपति अपभंश तिरुपति आज्ञा त्रिपति अर्थ आपण तीन जन को तिरुपति कहीपर ब्रह्मा विष्णु शिव तीन जन होती त्रिपति त्रिनाथ तीन पुराणपति ब्रह्मा तीन पुराण सृष्टि करता विष्णु तीन पुराण पालन करता शिव तीन पुराण संहार करता खाली से नुहे त्रिपति तीनटा स्त्री अच्छी ब्रह्मांकर तीन स्त्री ब्रह्मा तीन स्त्री पति त्रिपति देखो ब्रह्मांकर तीन स्त्री किए पद्म पुराण लिखी ये सुरसा वित्रिका ये तीनी ब्रह्मांकर ब्रह्मांकर तीन स्त्री जने होती सुरा सावित्री जने गायत्री तीन स्त्री आपण माने नारायण को रखलु बुद्ध नारायण स्त्री के लक्ष्मी
ସ୍ତ୍ରୀ ଡାକୁ ସ୍ତ୍ରୀର ସାନ ଭଉଣୀ ସାନ ଶାଳୀ ସ୍ତ୍ରୀର ବଡ ଭଉଣୀ ବଡ ଶାଳୀ ଲକ୍ଷ୍ମୀ ନାରାୟଣଙ୍କର ସ୍ତ୍ରୀ କୁହନ୍ତି ନାରାୟଣଙ୍କର ଶାଳୀ ସେ ନାରାୟଣଙ୍କ ଶାଳୀ ସେ କଣ କରିବାକୁ ଆସିଛନ୍ତି କଣ ଖଗସନ ଖଗପତି ଆମେ ବସନ୍ତି ଲକ୍ଷ୍ମୀ ଖଗ ଆସନେ ଖଗ ନାରାୟଣ ଯେତେବେଳେ ଖଗ ଆସନରେ ଶୋଇଥାନ୍ତି ଲକ୍ଷ୍ମୀ ସରସ୍ୱତୀ ତାଙ୍କ ସେବା କରୁ କାମ କରିବାକୁ ଆସୁଛନ୍ତି ଲକ୍ଷ୍ମୀ ଗୋଡ଼ ଘଷିବେ ସରସ୍ୱତୀ ବୀଣା ସେବାରେ ଲାଗିଲେ ତାଙ୍କ ସ୍ତ୍ରୀ କି ଅନନ୍ତ ସତ୍ୟରେ ଇଏ ଦି ଜଣ କେହି ଶୟନ କରନ୍ତିନି ତାଙ୍କ ସ୍ତ୍ରୀ ଶୟନ କରନ୍ତି ଯିଏ ଲକ୍ଷ୍ମୀଙ୍କର ବଡ ଭଉଣୀ ସେ କିଏ ନା ଆପଣ ମାନେ ଦେଖନ୍ତୁ ଆମ ବିଜ୍ଞାନକୁ ଆମ ବେଦ ଯାହା କହିଛି ସେୟା କହିଛି ବିଜ୍ଞାନ କହିଛି ଅଗ୍ନିରୁ ଜଳର ସୃଷ୍ଟି ଜଳରୁ ପୃଥିବୀର ସୃଷ୍ଟି ବେଦ ସେୟା କହିଛନ୍ତି ରବ୍ୟ ଉତ୍ପଦତେ କୋୟଂ ସୂର୍ଯ୍ୟଙ୍କ ଠାରୁ ଜଳର ସୃଷ୍ଟି କୋୟା ଉତ୍ପଦତେ ବହି ଆଜ୍ଞା ସମୁଦ୍ର ମନ୍ଥନରୁ ଜନ୍ମ ହେଇଛନ୍ତି ଲକ୍ଷ୍ମୀ କିନ୍ତୁ ତା ପୂର୍ବରୁ ସମୁଦ୍ରରୁ ସୃଷ୍ଟି ହେଇଛନ୍ତି କିଏ ବହି ଭୂଦେବୀ ମାଧବୀ ମାଧବ ପ୍ରିୟ ଆଜ୍ଞା ପୃଥିବୀ କି ମାଧବୀ ବୋଲି କୁହାଯାଇଛି ମାଧବଙ୍କର ପ୍ରିୟ ଆପଣ ମାନେ ଭେଙ୍କଟେଶ୍ୱରକୁ ଦେଖନ୍ତୁ ନୀଳାଦ୍ରୀଶ ଜଗନ୍ନାଥଙ୍କୁ ଦେଖନ୍ତୁ ଦ୍ୱାରିକାଧୀଶକୁ ଦେଖନ୍ତୁ ଯୋଉଠି ମାଧବ ଅଛନ୍ତି ଗୋଟିଏ ପଟେ ଅଛନ୍ତି ଭୂଦେବୀ ଗୋଟେ ପଟେ ଶ୍ରୀଦେବୀ ଭୂଦେବୀ କିଏ ପୃଥିବୀ ଯେ ଲକ୍ଷ୍ମୀଙ୍କର ବଡ ଭୂମି ଇଏ ସମୁଦ୍ର ବସନେ ଦେବୀ ବିଷ୍ଣୁ ପତ୍ନୀ ଯୋଉ ପୃଥିବୀ ମା ଯୋଉ ଭୂଦେବୀର ଲୁଗା ହଉଛି ସମୁଦ୍ର ଚାରି ସମୁଦ୍ର ପର୍ବତ ସ୍ତନରେ ଏ ପୃଥିବୀରେ ଯେତେ ପର୍ବତ ଅଛି ଆମ ପୃଥିବୀ ମାର ସେ ହଉଛି ସ୍ତନ ମା ଆମକୁ ଦୁଇଟି ସ୍ତନରୁ କିଲୋ କେବେ ମିଳିଛି ପୃଥିବୀ ମାର କୋଟି କୋଟି ବିଷ୍ଣୁ ପତ୍ନୀ ନମସ୍ତୁଭ୍ୟ ବିଷ୍ଣୁଙ୍କର ପତ୍ନୀ ହଉଛନ୍ତି ବସୁଧା ମା ନାରାୟଣଙ୍କ କୋଳରେ ଅନନ୍ତ ଶଯ୍ୟାରେ କିଏ ଶୁଣୁ ଲକ୍ଷ୍ମୀ ସରସ୍ୱତୀ ଶୟନ କରନ୍ତି କିଏ ଶୁଣନ୍ତି ନା ଭୂଦେବୀ କେମିତି ଦେଖନ୍ତୁ କର୍ମକାଣ୍ଡ ବସୁଧା ପ୍ରଥମେ ଆଜ୍ଞା ମାର ପୂଜା କରିସାରିଲା ପରେ ଆପଣ ଶୁଭ କାମ କରନ୍ତୁ ଆମ ସୃଷ୍ଟିର ପ୍ରଥମ ମା ହଉଛି କିଏ ବସୁଧା ହେମ ଗର୍ଭଶ୍ରୀ ଇଏ ଆମକୁ ଶସ୍ୟ ଦଉଛି ସୁନା ଦଉଛି ରତ୍ନ ଦଉଛି ମଣି ଦଉଛି ଶେଷସ୍ୟ ପରିସାରିଣେ ହେ ମା ବସୁଧା ତୁ ଶେଷ ଦେବ ଅନନ୍ତଙ୍କ କୋଳରେ ଶୋଇଛୁ ବ୍ରହ୍ମାଙ୍କର ତିନି ସ୍ତ୍ରୀ ସୁରା ସାବିତ୍ରୀ ଗାୟତ୍ରୀ ବିଷ୍ଣୁଙ୍କର ସ୍ତ୍ରୀ ତିନି ସ୍ତ୍ରୀ ଭୂଦେବୀ ଶ୍ରୀଦେବୀ ସରସ୍ୱତୀ ଆପଣ ମାନେ ଶିବଙ୍କୁ ଦେଖନ୍ତୁ ଶିବଙ୍କ ମନ୍ଦିରକୁ ଯାଆନ୍ତି ଶିବଙ୍କ ସ୍ତ୍ରୀ କିଏ ଓଡିଶା ସରକାର ତୋତେ ଯୋଉ 1200 ଟଙ୍କା ଦଉଛନ୍ତି ତୁ ପରୀକ୍ଷା ଦେଇଛୁ କଳାକାର ମାନଙ୍କୁ 1200 ଟଙ୍କା ସରକାର ଦଉଛି ଜଣେ କଳାକାର କହିବ ଶିବଙ୍କ ସ୍ତ୍ରୀ ହଉଛନ୍ତି ବାଦଲ କେବେ କାହିଁକି ପଇସା ଦବୁ ଆରେ ଏ ଶୁଣୁ ଛୋଟ ଛୋଟ ପିଲାକୁ ପଚାରିଲେ ସିଏ ବି କହିବେ ଏ ଶୁଣୁ ଶିବ ଆଗ ପାର୍ବତୀକି ବାହାରି ନାହାନ୍ତି ପାର୍ବତୀଙ୍କ ବଡ ଭଉଣୀକି ଆଗ ବାହାରିଛି ବାଲ୍ମୀକି ରାମାୟଣରେ ଲେଖା ହେଇଛି ଭାଗବତରେ ବି ଲେଖା ପାର୍ବତୀକି ପଛରେ ବାହାରିଲେ ପାର୍ବତୀ ତାଙ୍କ ଶାଳୀ
ଦେଖୁନାହାନ୍ତି ବରାହ ନୃସିଂହ ବାମନ ଅଛନ୍ତି ଅଛନ୍ତି ଆଜ୍ଞା ସେ କଣ ରଘୁବାମନଙ୍କର ପରିବାର ଦେଖିବେ ଭଗବାନ ଶିବଙ୍କର ମନ୍ଦିରରେ ତାଙ୍କ ପରିବାର ଅଛି ଗଣେଶ କାର୍ତ୍ତିକେୟ ପାର୍ବତୀ ନନ୍ଦୀ ଭୃଙ୍ଗି ବୃଷଭ ସର୍ପ ମହାକାଳ ଅଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀ ହଉଛନ୍ତି ଗଙ୍ଗା ଯେ ହିମାଳୟଙ୍କର ପ୍ରଥମ ଝିଅ ହୈମବତୀ ହିମାଳୟଙ୍କୁ ବିବାହ ହିମାଳୟଙ୍କର ଝିଅ ଗଙ୍ଗାଙ୍କୁ ବିବାହ କରି ସେ କୋଉଠି ରଖିଲେ ମୁଣ୍ଡରେ ଆଜ୍ଞା ପ୍ରସନ୍ନ ଜଗଦୀଶ୍ୱର ନିଜେ ଜଗଦୀଶ ହଉଛନ୍ତି ଭଗବାନ ଶିବ ଯାହାକୁ ମଣିମା ବୋଲି କହୁ ଗଙ୍ଗନାଚ କଲା ମଣିଆ ମା ସୁଧର ମଣିଆ ସେ କଣ ସେ ମଣିମା ମଣିମା ଆପଣ ମାନେ ପ୍ରଥମେ କହନ୍ତି ଶିବଙ୍କୁ ଦ୍ୱିତୀୟରେ କହନ୍ତି ଜଗନ୍ନାଥ କାହିଁକି ନା ସଂସାରର ଦେବତା ହଉଛନ୍ତି ଶିବ ଜଣଙ୍କୁ ବିବାହ କଲେ ଗଙ୍ଗାକୁ ମସ୍ତକରେ ଆଉ ଜଣେ ନାରୀକି ବିବାହ କଲେ ସେ ହଉଛନ୍ତି ପାର୍ବତୀ ତାଙ୍କୁ କୋଉଠି ରଖି ଅର୍ଦ୍ଧାଙ୍ଗେଶ୍ୱର ଅର୍ଦ୍ଧାଙ୍ଗ ଦୁନିଆରେ ଆମେ ସମସ୍ତେ କୁହେ ଆମେ ହଉଛେ ସଂସାରୀ ବାହାଇ ତୁ ବାହାଇଛୁ ତୁ ମୁଁ ବାହାଇଛୁ ଆରେ ଉଦ୍ଧବ ତୁ କୋଉଠି ବାହାଇଛୁ ଆରେ ଯିଏ ବିବାହ କରୁଥାଏ ଯୋଉ ପୁରୁଷ ତା ପାଖରେ କିଏ ଥାଏ ଅର୍ଦ୍ଧାଙ୍ଗିନୀ ଭାଗବତରେ କଣ ଲେଖା ଦେଇଛି ଇଏ ପୁରୁଷ ଅର୍ଦ୍ଧାଙ୍ଗ ନାହିଁ ପୁରୁଷର ଅଧା ହଉଛି ନାରୀ ଅଧା ହଉଛି ପୁରୁଷ କେହି ଦେଖିପାରିଲା ଜଣେ ଦେଖିଛି ଅର୍ଦ୍ଧାଙ୍ଗା ବସନ୍ତ ଗୌରୀ ଶଙ୍କର କୃଷ୍ଣ ମୋ ଅର୍ଦ୍ଧାଙ୍ଗିନୀ ହଉଛନ୍ତି ପାର୍ବତୀ ପୁରା ବାଡେଇକି ଉତ୍ତର ଦିଗରେ ରଖି ଅଲଗା ଘର କରିକି ଶିବ ଏ ପରିପରିଆ ଲାଗିକି ତାଙ୍କ ସ୍ୱାମୀ ସ୍ତ୍ରୀରେ କଣ ପାଇଁ ଇଏ କଣ ପରୀକ୍ଷା କରିବାକୁ ଯାଇଥିଲେ ରାମଙ୍କୁ ରାମ କହିଲେ ମା ବୋଲିକି ତେଣୁ ସେ ବାହାର କରିଦେଲେ ଦେଖିବେ ଜଣେ ନାରୀ ଯାହାଙ୍କୁ ବିବାହ କରି ସେ ମସ୍ତକରେ ରଖିଲେ ଆଉ ଜଣେ ନାରୀ ପାର୍ବତୀ ଯାହାଙ୍କୁ ଦେହରେ ଆଉ ଜଣେ ନାରୀକି ଆପଣ ଦେଖନ୍ତୁ ଯାହାଙ୍କ ପାଇଁ ଆଜି ଏ ଭାରତ ମାତୃଭୂମି ସଜ୍ଜନ ଆମେ ବିଷୟ କରୁଛେ ଦେଖିବା ଆମ ଭାରତ କେବେ ମାତା ହେଇଛି ମାତାର ଭୂମି ମାତୃଭୂମି ଗାଁର ମନ୍ଦିର କିଏ ନା ଆଉ ଗାଁର ମନ୍ଦିର ନାହିଁ ଅଛନ୍ତି ମନ୍ଦିର କାଲି ଆପଣଙ୍କର ପୁଅ ଆପଣଙ୍କ ନାତି ଯଦି ମନ୍ତ୍ରୀ ହେବେ এই শিশুপাল ঘরকু আসবে বহুত মিডিয়া লোক এ মা তোর নাতি যে জন্ম হয়েছিল সত্যিকার নাতির সত্যিকার কোন দেখবে নরসিংহ সত্যিকার নরসিংহ দেখে শিশুপাল ঘরর পুଅ মন্ত্রী হয়েছেন ତାଙ୍କ ସত্যିକା ଘର ନରସିଂହ ଆମ ଗାଁରେ 4ଟା ପଞ୍ଚାୟତ ଆପଣ ଗାଁରେ 32ଟା ବସାଣି ଗାଁରେ ଯେତିକି ବସାଣି ଏ ଭଗବାନ ବସାଣି କାହିଁକି ହେଇଛି ଲୋକ ପୋଡ଼ା ମୁଁ ଆମ ଗାଁକୁ ବଦେଇକି ପଚାରିଲି ଆମ ଗାଁରେ କେହି ଜନ୍ମ ହନ୍ତି ଖାଲି ପୋଡ଼ାନ୍ତି
ଜନ୍ମ ହଉଛନ୍ତି ଏ ମା ଆମେ ସବୁ ଜନ୍ମ ହେଇଛେ ନା ନାଇଁ? କୋଉଠି ସୁତିକା ଭବନ ଅଛି? କଣ ଦରକାର ଢିଙ୍କିଶାଳ ଅଛି ଜନ୍ମ ହେଇପାରିବ? ପ୍ରସୂତି ଭବନ ଥିଲା ଆମ ସରକାର ପ୍ରସୂତି ଭବନ ଲେଖିଥିଲେ। ଏବେ ପ୍ରସୂତି ଭବନ ନାହିଁ, ପ୍ରସୂତି ବିଭାଗ ପ୍ରସୂତି ଭବନ ନାହିଁ। କିନ୍ତୁ ଜଣେ ମା ନାଁରେ ପ୍ରସୂତି ଭବନ ହେଇଛି। ସେ କିଏ ନା ସେ ହଉଛନ୍ତି ଦକ୍ଷ ପ୍ରଜାପତିଙ୍କର ସ୍ତ୍ରୀ ପ୍ରସୂତି। ତାଙ୍କ ଘର କୋଉଠି ମା? ଉତ୍ତରାଞ୍ଚଳ କନଖଳ ନିକଟରେ ପ୍ରସୂତି ଭବନ ଅଛି। ଦକ୍ଷଙ୍କ ସ୍ତ୍ରୀ ହଉଛନ୍ତି ପ୍ରସୂତି। ଅବତୀର୍ଣ୍ଣ ହେଲେ ତାଙ୍କ ସପେଟ ତୁଲାଇ। ଏଇ ପ୍ରସୂତି ଭବନ ଯୋଉ କନଖଳରେ ଅଛି, ମା ମାନେ ଯାଇ ସେଇ ଧୋଇକି ମୁଣ୍ଡରେ ମାରିଲେ ସେମାନେ ପ୍ରସୂତି ହବ, ପ୍ରସବିନୀ ନାରୀ ହବ। ଆଜ୍ଞା ତାଙ୍କର 100ଟି ଝିଅ ଥିଲା। ଅମ୍ବିକା ବିଳାସ ଲେଖାଯାଇଛି। 60 ଝିଅ ଥିଲା ହରିବଂଶ ଲେଖାଯାଇଛି। 60 ଝିଅ ଚନ୍ଦ୍ରପୁରାଣ ଲେଖାଯାଇଛି। 16 ଝିଅ ଭାଗବତ ଲେଖାଯାଇଛି। ମହାଭାରତ ତାଙ୍କର 51 ଝିଅ ଥିଲା ଲେଖାଯାଇଛି। ମନୁ ସହିତରେ ତାଙ୍କର 51 ଝିଅ ଥିଲା। ଏ ମା ପ୍ରସୂତିଙ୍କର ଯୋଉ 51 ଝିଅ ତାଙ୍କର ଜ୍ୱାଇଁ କେତେଟା? ଶୁଣ ତାଙ୍କର ଜ୍ୱାଇଁ ହଉଛନ୍ତି 4। 11 ଝିଅ କିନ୍ତୁ ଜ୍ୱାଇଁ ହଉଛନ୍ତି 4। କାହାକୁ କାହାକୁ ବାହା ଦେଇଛନ୍ତି? ଲେଖିଲେ
ମାନେ ବୁଝି ପାଇଲେନି ଦକ୍ଷ ନା ନା ବ୍ରହ୍ମା ଓଡ଼ିଆ ବେଟି ମନ୍ଦିର ଦେଇଥିଲେ ତୁମେ ଏ ଅନୁସନ୍ଧାନରେ ବ୍ରହ୍ମା କରିଲେ অনুসন্ধান কলে ব্রহ্মা স্থির কলে ମୋ ଯୋଉ ସାନ ନାତୁଣୀ ସତୀ ତା ପାଇଁ ଜାମାତା ହଉଛନ୍ତି ଶିବ ଶିବ ହଉଛନ୍ତି ଠିକ ଜାମାତା ଏଇ କଥା ଭାବି ଯାଇ ପହଞ୍ଚିଲେ ଦକ୍ଷ Amen.
आसी कहले कहले तू सती की शिव को दान अंबिका विलास सांग अनुप्रास आम भाई काली विषय करुले कफिकी करुले पचारे बुढ़ा है बड़ भाई से कौन से साहित्य खाली बैरागी कथा कहूँ दादाजी दादाजी कथा कहूँ अवधम भक्त सुता दियो ईशानो चंद्रशेखर महादेव खाली ओडिशा कहती भारत वर्ष में जिते शिव मंदिर अच्छा लोकनाथ कहतु लिंगनाथ कहतु विश्वनाथ कहतु जो विजय प्रतिमा जो विजय प्रतिमा विभाग हम से शक्ति कहुए चंद्रशेखर सब विजय प्रतिमा को चंद्रशेखर कहुए कहीं शिव प्रथम चंद्रशेखर ही विवाह कले दक्षिण साम झील सती सबू झील विवाह कर सारा ब्रह्मा कहले दक्ष तो झील मान विवाह हेले तू कहू देवता मान प्रजापति तू देवता मान शासक तोरी दायित्व स्वर्गर गोटे विश्व शांति यज्ञ यहाँ हूँ ब्रह्मांडर अभिलाष दक्ष विचार करे मोर साथी बंधु समस्त अच्छा देवता मान निमंत्रण कर यज्ञ आरंभ ये विश्व जो ऋषि मुनि मान पत्नी अच्छा
ଅଭିନନ୍ଦନ ଜଣେଇଲେ, ପ୍ରଣାମ ଜଣେଇଲେ, ଭକ୍ତି କଲେ, ଚାହିଁଲେ ସବୁ ଋଷି ମୁନି ଦେବତା ମାନେ ମୁଁ ପ୍ରଜାପତି, ମୁଁ ହଉଛି ଦେବତାଙ୍କ ଶାସକ, ପ୍ରଣାମ କରୁଛି। ଦେଖିଲେ ମା ଜଣେ ବସିଛନ୍ତି ଉଠୁନାହାନ୍ତି କି ନମସ୍କାର କରୁନାହାନ୍ତି। ଅହଙ୍କାର ନକରେ ସେ ମୋତେ ଅହଙ୍କାର ସେ ଉଠୁନି କି ନମସ୍କାର ଚାହିଁଲେ ସେ ଅନ୍ୟ କେହି ନୁହଁ ତାଙ୍କ ଜ୍ୱାଇଁ ଏ ସଜ୍ଜନ ମଣ୍ଡଳୀ ଆପଣ ମାନେ ସମସ୍ତଙ୍କୁ ନମସ୍କାର କରିବେ ସେ କିନ୍ତୁ ଆପଣ ଜଣକୁ ନମସ୍କାର ନିଶ୍ଚୟ କରିବେ। କାହାକୁ କରିବେ? କାହାକୁ ନମସ୍କାର କରିବେ? ଯିଏ ଆପଣଙ୍କୁ ନମସ୍କାର କରେ, ଯିଏ ଆପଣଙ୍କୁ ନମସ୍କାର କରେ ଆପଣଙ୍କୁ ପ୍ରତି ନମସ୍କାର। ଆପଣ ମାନଙ୍କୁ ବାପା ମା ନମସ୍କାର କରିନାହାନ୍ତି, ଆପଣଙ୍କୁ ବାପା ନମସ୍କାର କରୁଛନ୍ତି। ଆପଣଙ୍କୁ ବାପା କୋଉଦିନ ପୂଜା କରୁଛନ୍ତି? ଗୋଟିଏ ବାପା ପୂଜା କରୁଛନ୍ତି। ମା ଠାକୁର ବସୁଛନ୍ତି ମଣ୍ଡପ, ରତ୍ନ ମଣ୍ଡପ, ଦୋଳ ମଣ୍ଡପ, ଆରପ ମଣ୍ଡପ, ମାଜଣା ମଣ୍ଡପ, ସ୍ନାନ ମଣ୍ଡପ, ଚାହାଣୀ ମଣ୍ଡପ, ନାଭିକଟା ମଣ୍ଡପ, ପାଲା ମଣ୍ଡପ, ଯାତ୍ରା ମଣ୍ଡପ, କଲ୍ୟାଣ ମଣ୍ଡପ, କଣ ସେ ମଣ୍ଡପରେ ମିଳୁଛି? ଏତେ ଗୋଟିଏ ମଣ୍ଡପରେ ଆପଣ ମାନେ ପୂଜା ହେଇଛନ୍ତି, ସେଇଟା ହଉଛି ବିବାହ ମଣ୍ଡପ। ଆପଣ ମାନେ ବିବାହ ମଣ୍ଡପରେ ବସିଛନ୍ତି, ସବୁଠୁ ପୁଣ୍ୟ ମଣ୍ଡପ। ସେଇ ମଣ୍ଡପରେ ପୂଜା କଲା କି ମା ମାନେ ସେଇ ମଣ୍ଡପ କିଏ ଦିଅନ୍ତି? ଶ୍ୱଶୁର ତା ଜାମାତା ପାଇଁ ମହା ମଣ୍ଡପ, ବିବାହ ମଣ୍ଡପ ଦିଏ। ଆପଣଙ୍କୁ ବାପା ମା ସବୁ ଦିଟା କଥା ଦେଇନାହାନ୍ତି। ଆପଣଙ୍କ ବାପା ମା ଆପଣଙ୍କୁ ଧର୍ମ ଦେଇନାହାନ୍ତି, ପୁଣ୍ୟ ଦେଇନାହାନ୍ତି। ମା ଆପଣଙ୍କ ପୁଅକୁ ଧର୍ମ କିଏ ଦେଇଛି? ଆପଣ ଦେଇନାହାନ୍ତି। ପୁଣ୍ୟ କିଏ ଦେଇଛି? ଆପଣ ଦେଇନାହାନ୍ତି। ଶ୍ୱଶୁର ଧର୍ମ ଦେଇଛନ୍ତି। ଆପଣଙ୍କର ମାଧବ ମିଶ୍ର, ଆମ ବଡ ଭାଇ ରମେଶ ଭାଇ ବସ, ଆମ ଚକ୍ରଧର ଭାଇ ସେ ମୋର ଭାଇ, ଏଇଠି ବିପ୍ଳବ ବାବୁ ଅଛନ୍ତି, ଲକ୍ଷ୍ମଣ ଭାଇ ଅଛନ୍ତି, ଆମ ବଡ ଭାଇ ଭାଇ ବସୁଛନ୍ତି। ସେ ଆମ ପାଲାକୁ ଅଗ୍ରଗତି କରିଛନ୍ତି, କିନ୍ତୁ ବଡ ଭାଇ ପାଲା ଶିଖେଇଛି। ଆଉ ରମେଶ ଭାଇ ସେ ବି ଆମକୁ ମାର୍ଗଦର୍ଶନ କରିଛନ୍ତି। ତାଙ୍କର ଗୋଟେ ଲେଖା ପଦ ଧର୍ମ କେମିତି ଶ୍ୱଶୁର ଦିଏ। ये धर्म शास्त्र अनुमति देवी जब आपनकर सहधर्मिणी नहीं आपन धर्म करिबे ना। सीमंते च विवाहे च मंगल्ये सहबल व्रते दाने मुखे साधे भाज्य कृष्णति दक्षिणे आपनकर जब धर्म पत्नी नहीं आपन साध कर परिबेनी, यज्ञ कर परिबेनी, प्रतिष्ठा कर परिबेनी, कौन से शुभ काम में जोग नहीं परिबेनी ना। धर्म पत्नी देनु नहीं धर्म अच्छी धर्म पत्नी पाखे आमको धर्म पत्नी किए दी শ্বশুর से धर्म नहीं खाली धर्म नहीं नाहती से पुण्य नहीं माँ मैंने गोटे कथा कहले कि भूल बुझे आम घर मो स्त्री मो माँ तो से आम पुओ जो बाहर के आसला बहुत मुदी बंधन मिलूँ सब मुदी को पिंधल अभ्यास कर आगे कौ मुदी देखिए माँ मैंने
ସିଏ ଯେମିତି ଡିଜାଇନରେ ବଜଉଥିଲେ क्या कहते आज्ञा ମୋ ପାଖରେ ମଦ ଅଛି ମଦ ବଜଉଥିଲି ମୋ ପାଖରେ ଭାଙ୍ଗ ମଞ୍ଜେଇ ଅଛି ବାହାରିକି ଭାଙ୍ଗ ମଞ୍ଜେଇ ଖାଇକି ତାଙ୍କୁ ବଜଉଥିଲି ଏକା ମଦ ଖାଇକି ନାଚିବା ଯାହା ଭାଙ୍ଗ ମଞ୍ଜେଇ ଖାଇକି ନାଚିବା ଶିବ ଯୋଉ ଆଜ୍ଞା ବରଯାତ୍ରୀ ନେଇଥିଲେ କେମିତି ଯାଇଥିଲେ ବରଯାତ୍ରୀ କହିଲେ ମୋ ଝିଅକୁ ଆପଣ ଦେଖିଛନ୍ତି ମୋ ଜ୍ୱାଇଁ କେମିତି ମୋ ଝିଅ କେମିତି ଲେଖିଛନ୍ତି ଗୀତ କିଏ ରବୀନ୍ଦ୍ରନାଥ ଠାକୁର ବିଶ୍ୱକବି ଆପଣ ମାନଙ୍କର ଉତ୍ତରାଞ୍ଚଳ ହରିଦ୍ୱାର ପରେ ଯୋଉ
ସେଠି ଆଜ୍ଞା ଦକ୍ଷଙ୍କ ବନବାଟି ଖାଉଛନ୍ତି ଦକ୍ଷଙ୍କ ବରା ଶିବଙ୍କ ବରା ସବୁ ଆଜ୍ଞା ବସିକି ଖାଉଛନ୍ତି ବିଗତ ରୂପ କହିଲେ ଏମିତି ଗୋଟିଏ ଲୋକକୁ ମୁଁ ଝିଅ ବାହାରି ସିଏ ମୋତେ ନମସ୍କାର କଲେ ସିଏ ଆଜି ଗୋଟେ ସଭାରେ ମୁଁ ପ୍ରଜାପତି ମୁଁ ପୁଣି ଶ୍ୱଶୁର ସେ ମୋତେ ସମ୍ମାନ ଦେଇନି ସେ ଜୀବନରେ କାହାକୁ ସମ୍ମାନ ଦେବ କହିଲେ ଆଜିଠୁ ଇଏ ଶିବ ଆଉ ଦେବତା ସମାଜରେ ବସିବ ବୈକଟ ଖାଲି ସେତିକି ନୁହେଁ ଆଜ୍ଞା ଆମେ ଗୋଷ୍ଠୀ ତିଆରିନି ये जो बीजेपी बीजेडी कांग्रेस गोष्ठी आमे देनी गोटे वैष्णव गोष्ठी गोटे शैव गोष्ठी शिव गोष्ठी वैष्णव विष्णु गोष्ठी देखो कौन शिव भक्त ऋषि मुनि के आसिले
ऋषि मुनि माने सब झील जाए निमंत्रण देते केवल शिव को देले सती की देले देवता मान क्या निमंत्रण देले अनंत भारत आदि देवता नारायण को निमंत्रण अनंत नागपुर को निमंत्रण धाता ब्रह्मा को निमंत्रण अष्ट दिक्पाल को निमंत्रण इंद्रादि सब देवता को निमंत्रण देले निमंत्रण देलेनी केवल शिव को सती से परिवेश शिवहीन यज्ञ शिवहीन यज्ञ भाई कर्ता दक्ष पत्री रहिले पशु दक्ष देखिले समस्त आसिले यज्ञ दिज निमंत्रण पाइले आसिले से दिजन किए निमंत्रण पाइथिबा दिज आसिले से के दाद गोस्वामी तुलसीदास लिखि ये विष्णु विरंची महासो विहारी चले सकल
ଜାଣିଛନ୍ତି ବ୍ରହ୍ମା ଆଜ୍ଞା ଆଜ୍ଞା ଜାଣିଛନ୍ତି ବିଷ୍ଣୁ ହଁ ଯୋଉ ଦକ୍ଷ ହଁ ଏରେ ଅହଙ୍କାରୀ ବେଶ ଦେବ ସଭାରେ ଯେ ଶିବଙ୍କ ନିନ୍ଦା କଲା ହଁ ସତ୍ୟରେ ନିନ୍ଦା କଲା। ବେଶ ବେଶ ଆମେ ଶୁଣିବା ହଁ ପାପ ପାପ ଆପଣମାନେ ସବୁ ଉଦ୍ୟୋଗର ନିନ୍ଦା ଶୁଣିବେ ହଁ କିନ୍ତୁ ଦି ଜଣ ଉଦ୍ୟୋଗ ନିନ୍ଦା ଶୁଣିବେ କିଏ 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 ବିଷ୍ଣୁ ଶିବ ବା ଯିଏ ଶିବଙ୍କ ନିନ୍ଦା କରୁଛି ଯିଏ ବିଷ୍ଣୁଙ୍କ ନିନ୍ଦା କରୁଛି ଆଜ୍ଞା କାନରେ ହାତ ଦେଇ କହିବେ ପଳେଇ କାହିଁକି କଣ ପାଇଁ ଆଜ୍ଞା ଆପଣ ଶିବଙ୍କ ନିନ୍ଦା ବିଷ୍ଣୁଙ୍କ ନିନ୍ଦା ଶୁଣିଲେ କଣ ହୁଏ କଣ ପାପ 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 କୋଉ ପାପ ଆଜ୍ଞା ଦେଖିଛନ୍ତି ଗୋସ୍ୱାମୀ ତୁଳସୀଦାସ ହରିହର ବିନ୍ଦ ସୁନ୍ଦରୀ ଦେଖିବେ ହରି ହରବିନ୍ଦ ସୁନଇ ଜହିକା ମା ଯିଏ ନିଜ କାନରେ ବିଷ୍ଣୁ ଆଉ ଶିବଙ୍କ ନିନ୍ଦା ଶୁଣେ ତାର କେତେ ପାପ ହୁଏ ଓଇ ପାପ ଗୋଘାତ ସମାନ ଗୋଟେ ଗାଈକି ବଧ କଲେ ଯେତିକି ପାପ ବିଷ୍ଣୁ ଶିବଙ୍କ ନିନ୍ଦା କଲେ ସେତିକି ପାପ। ଆଜ୍ଞା ଦେଖନ୍ତୁ ମା ମାନେ ମୁଁ ଏତେ ସ୍ପଷ୍ଟ କହିଲେ ଅପମାନ ଦେବେ କିନ୍ତୁ ଦୁନିଆରେ ଦି ଜଣ ଦେବତା ହଉଛନ୍ତି ସତ୍ୟ ଆପଣ ମାନେ ଦି ଜଣ ଦେବତାଙ୍କୁ ସତ୍ୟ ଭାବରେ ପୂଜା କର ଅନ୍ୟ ଦେବତା ମାନେ ମିଛ ନୁହନ୍ତି କିନ୍ତୁ ସତ୍ୟ ନୁହଁ ସୃଷ୍ଟିର ଦି ଜଣ ଦେବତା ହଉଛନ୍ତି ସତ୍ୟ ଆପଣ ମାନେ ସବୁ ଦିନକୁ ପୂଜା କରିବେ ସତ୍ୟ କରିବେ ସତ୍ୟ କି ସତ୍ୟ ଶିବ ଶିବଙ୍କ ନାଁ ପୂର୍ବରୁ ସତ୍ୟ ଆଉ କିଏ ସତ୍ୟ ପୂଜା କରୁଛି ये सत्य अधिकरु अधिक पाला देखिबा पई आमो चैनल सब्सक्राइब करंतु।